ବାର ହେବାକୁ ଗଲାଣି। ଇତିମଧ୍ୟରେ ପ୍ରଭୁଙ୍କର ଆହ୍ୱାନ ସ୍ୱୟଂ ପ୍ରଭୁ ସମ୍ମୁଖରେ ଠିଆ ହେଇ ଶୂନ୍ୟରେ ଠିଆ ହେଇ ସେ ମତେ କହିଲେ ମୋ ସାର୍ଟିଫିକେଟ ଛାଡି ମୋ ପଛରେ ଆସ। ସେତେବେଳେ ମିଲିଟାରୀ ଯିବା ପାଇଁ ସାର୍ଟିଫିକେଟ ଯୋଗାଡ଼ କରି ରଖିଛି ଘରେ ଯିବା ପାଇଁ ବୋଲି ରିପୋର୍ଟିଂ ଅଫିସକୁ କଟକକୁ। ସେତେବେଳେ ପ୍ରଭୁଙ୍କୁ ମୁଁ ଦର୍ଶନରେ ଦେଖୁଛି ଯେ ଶୂନ୍ୟରେ ଠିଆ ହେଇଛନ୍ତି। ତା ପୂର୍ବରୁ ମୋ ଜୀବନ ବହୁତ ବର୍ବାଦ ଜୀବନ ଥିଲା, ଦୁଷ୍ଟାମୀ ଜୀବନ ଥିଲା, ଅସ୍ତ୍ର ଶସ୍ତ୍ର ଦିନ ରାତି ଧାରଣ କରୁଛି। ଏଭଳି ଅବସ୍ଥାରେ ପ୍ରଭୁଙ୍କର ପ୍ରଥମ ଆହ୍ୱାନ ଆସିଲା ଯେ ତମେ ମୋ ପଛରେ ଆସ। ପ୍ରଭୁ ଯେମିତି ଉପରୁ ଆସୁଥିଲେ ଶୂନ୍ୟରେ ଠିଆ ହେଇଥିଲେ ସେମିତି ଉପରକୁ ପୁନର୍ବାର ଚାଲି। ତାପରେ ମୁଁ ପୁରା ଚେତାରେ ଆସିଲି ବାହାରକୁ। ଏମିତି ଭାବୁ ଭାବୁ ଚିନ୍ତା କରୁ କରୁ ଯେ ସେତେବେଳେ କିଛି ଦିନ ପରେ ଗୋଟେ ଆବାଜ ଶୁଣି ଆସିଥିଲେ ଯେ ତୁମେ ପ୍ରଥମ ତିମୋଥୀ 6 ପର୍ବ 7 ରୁ 10 ପଦ ପର୍ଯ୍ୟନ୍ତ ପଢ ବୋଲି ଆବାଜ ଆସିଲା। ମୁଁ ଜାଣିନଥିଲି ଯେ ସେତେବେଳକୁ ପ୍ରଥମ ତିମୋଥୀ କଣ କୋଉଠି ଅଛି ଏଇଟା ଜାଣିନି। ଗୋଟେ ଭାଇଙ୍କୁ ପଚାରିଲି ଯେ ପ୍ରଥମ ତିମୋଥୀ ମାନେ କଣ, ଖୋଲିକି ଦିଅ ମତେ। ସେ ଖୋଲିକି ଦେଲେ। ସେଇଠି ଲେଖା ହେଇଛି ଯେ ଆମେ ଜଗତକୁ କିଛି ଆଣିନାହୁଁ, ଜଗତରୁ ଗଲାବେଳେ କିଛି ନେଇପାରିବା ନାହିଁ। ତେଣୁ ଅନ୍ନ ବସ୍ତ୍ର ଥିଲେ ଯଥେଷ୍ଟ। ଯେଉଁମାନେ ଧନୀ ହେବା ପାଇଁ ପ୍ରୟାସ କରନ୍ତି ବିନାଶ ରୂପ ସାଗରରେ ନିଜକୁ ମଗ୍ନ କରନ୍ତି। ଏହା ପରେ ପରେ ମୋର ଅନୁତାପ ଚାଲିଲା, କ୍ରନ୍ଦନ ଚାଲିଲା। ଏତେବେଳକୁ ମୁଁ ବାହାରେ ଗୋଟିଏ ଛୁଆ ଅଲରେଡି ହେଇଛି। ଇତିମଧ୍ୟରେ ପ୍ରଭୁଙ୍କ ଠାରୁ କ୍ଷମା ପାଇବା ପାଇଁ ଦୁଷ୍ଟତା ପାପିଷ୍ଠତା ସବୁ ଭରପୁର, ସେ ସବୁରୁ ମୁକ୍ତ ଉଦ୍ଧାର ପାଇବା ପାଇଁ ଦିନ ରାତି ଜଙ୍ଗଲ ପର୍ବତ ପାହାଡକୁ ଗଲି ଧ୍ୟାନ କରିବା ପାଇଁ ପ୍ରାର୍ଥନା କଲି। ପ୍ରିୟ ଭାଇମାନେ ମାନେ ସର୍ଟରେ କହୁଛି 5-10 ମିନିଟ ଭିତରେ ଯେ ଇତିମଧ୍ୟରେ ପ୍ରଭୁ ଆହୁରି ପ୍ରେରଣା ଦେଲେ, ଜାଗରଣ ଦେଲେ ଯେ ତୁମେ ସମ୍ପତ୍ତିରେ ପ୍ରଭୁଙ୍କ ସେବା ନ କରି କେବଳ ସମ୍ପତ୍ତି ତ୍ୟାଗ କରି ଇନକମ୍ ତ୍ୟାଗ କରି ମୋର ସେବା କର। ମୋର ଯେତିକି ସମ୍ପତ୍ତି ଥିଲା, ଜମି ବାଡି ଘର ଦ୍ୱାର ଥିଲା, ଯାଯାବର ଭାବରେ ଚାଲିବା ପାଇଁ ମୁଁ ସବୁ ମଣ୍ଡଳୀକୁ ସମର୍ପଣ କଲି। ଯାଯାବର ଭାବରେ ଗୃହହୀନ ବାସହୀନ ଭାବରେ ଇନକମ୍ ହୀନ ଭାବରେ କୌଣସି ଆୟୋଜନ ଏପର୍ଯ୍ୟନ୍ତ ନାହିଁ। ପ୍ରଭୁଙ୍କର ଆହ୍ୱାନରେ କିଛି ଆୟୋଜନ କରିବନି, ଇନକମ୍ ରହିବ ନାହିଁ, କେବଳ ଈଶ୍ୱରଙ୍କ ସେବା ହିଁ କହିଛନ୍ତି। ଆଉ ମୋର ମଣ୍ଡଳୀ ନାହିଁ, ମୁଁ ପାଷ୍ଟର ନୁହେଁ, ମୁଁ ଗୋଟେ ସ୍ୱାଧୀନ ଭାବରେ ଈଶ୍ୱରଙ୍କ ସୁସମାଚାର ସେବା କାର୍ଯ୍ୟ କରୁଛି। ଏପର୍ଯ୍ୟନ୍ତ ଦୀର୍ଘ 49 ବର୍ଷ ହେବାକୁ ଯାଉଛି ପ୍ରଭୁଙ୍କ ସେବା କରି। 49 ବର୍ଷରେ ପାଦ ଦେଲି ବର୍ତ୍ତମାନ। ଆଉ ଏପର୍ଯ୍ୟନ୍ତ ମଣ୍ଡଳୀ ନାହିଁ, କେବଳ ସୁସମାଚାର ସେବା କରୁଛି। ତେଣୁ ଏପରି ଭାବରେ ପ୍ରଭୁଙ୍କ ସେବା କରିବା ପାଇଁ ମୁଁ ସର୍ଟରେ କହିଲି ଆପଣମାନଙ୍କୁ ଯେ ମଣ୍ଡଳୀ କରିବା ପାଇଁ ମୋର ଆଦେଶ ନାହିଁ ପ୍ରଭୁଙ୍କର। ପାଷ୍ଟରସିପ୍ ହେବା ପାଇଁ, ଯାଜକ ହେବା ପାଇଁ, ଡାଇରେକ୍ଟର ହେବା ପାଇଁ, ଏ ପୋଷ୍ଟରେ ସେ ପୋଷ୍ଟରେ ବିଶପ ହେବା ପାଇଁ ମୋର ଅନୁମତି ନାହିଁ। ଏଥିପାଇଁ ଆପଣମାନଙ୍କର ସମସ୍ତଙ୍କର ଚରଣ ତଳେ ସେବା କାର୍ଯ୍ୟ କରିବା ପାଇଁ ବୟସ ଦୀର୍ଘ ସମୟ ହେଲାଣି। 50 ବର୍ଷ ଆରମ୍ଭ ହେଇଛି ସେବା କାର୍ଯ୍ୟ। ପ୍ରାର୍ଥନା କରନ୍ତୁ। ଆଉ ଯେତେ ଦୂର ଚାଲିବ ଚାଲିବ। ମୁଁ 50 ବର୍ଷକୁ ଲକ୍ଷ୍ୟ କରୁନାହିଁ, ଏସବୁ ଉପରେ ମୋର ବିଶ୍ୱାସ ନାହିଁ ଯେ 50 ବର୍ଷ କଲି, 51 ବର୍ଷ କଲି କରିବି, ଏଇ ସବୁ ଉପରେ ମୋର କାଉଣ୍ଟ ନାହିଁ। ମୋର କାଉଣ୍ଟ ଅଛି ପ୍ରଭୁରେ ବଞ୍ଚିବା, ପ୍ରଭୁରେ ରହିବା, ପ୍ରଭୁଙ୍କ 50 ବର୍ଷ ବି ହେଇପାରେ, 50 ଦିନ ବି ଆପଣଙ୍କର ହେଇପାରେ, କିଛି ବଡ କଥା। ଆମେ ପ୍ରଭୁରେ ରହିବାଟା ହଉଛି ବଡ କଥା। ତେଣୁ ପ୍ରାର୍ଥନା କରନ୍ତୁ। ମୋର ସ୍ତ୍ରୀ, ପିଲାମାନେ, 2ଟା ପୁଅ, 3ଟା ଝିଅ, ସମସ୍ତେ ବାହା ହେଇଛନ୍ତି। 9ଟା ନାତି ନାତୁଣୀ। ନାତି ନାତୁଣୀ ମାନଙ୍କର ମଧ୍ୟ ବୟସ ହେଲାଣି 20, 25, 26 ଆଉ 27 ବର୍ଷ ହେଲାଣି। ପିଲାମାନେ ସମସ୍ତେ ପାଠ ପଢି ଆଗକୁ ଯାଇଛନ୍ତି। ଗୋଟେ ନାତି ଚାକିରି କରୁଛି, ଅନ୍ୟ ନାତି ନାତୁଣୀ ପାଠ ପଢୁଛନ୍ତି, ଚାକିରି କରୁଛନ୍ତି। ଏଭଳି ଅବସ୍ଥାରେ ଆମେ ବୁଢା ବୁଢୀ ଆମ ପିଲା ଛୁଆ ସମସ୍ତେ 20 ଜଣ ସମସ୍ତେ
ପ୍ରଭୁଙ୍କ ଦୟାରୁ ଏପର୍ଯ୍ୟନ୍ତ ସୁରକ୍ଷିତ ଅଛି, ସୁସ୍ଥ ଆରୋଗ୍ୟ ପ୍ରାପ୍ତ ହେଇଛି। ଦୟାକରି ପ୍ରାର୍ଥନା କରିବି ପ୍ରଭୁଙ୍କ ସେବା ନିମନ୍ତେ। ଧନ୍ୟବାଦ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍। ଶୁଣୁଥିଲି, ମୁଁ ସେତେବେଳେ ଭାବୁଥିଲି ମଣ୍ଡଳୀ ନାହିଁ, ଗୃହ ନାହିଁ, ଧନ ସମ୍ପତ୍ତି ନାହିଁ, କୌଣସି ଜିନିଷ ନାହିଁ। ଯେତେବେଳେ ଆର୍ମିକୁ ଯିବା ପାଇଁ ପ୍ରସ୍ତୁତ ହଉଥିଲେ ସେତେବେଳେ ପ୍ରଭୁଙ୍କ ଡାକରା ପାଇଲେ। ପୁଣି ଯେତେବେଳେ ପରିବାର ଅଛି, ଗୋଟା ହୋଇସାରିଛି, ସେତେବେଳେ ପ୍ରଭୁଙ୍କର ଆହ୍ୱାନ ପାଇ ସବୁ କିଛି ଛାଡ଼ିଦେଇ, ଯୋଉଟା କି ଭେରି ଡିଫିକଲ୍ଟ, ପରିବାର ଥାଇ ମଧ୍ୟ ପ୍ରଭୁଙ୍କ ସାଙ୍ଗରେ ଆଗକୁ ଚାଲିବା, ସବୁ କିଛି ତ୍ୟାଗ କରି, ଏହା ଗୋଟେ ବିରଳ ଘଟଣା ଭଳି ମତେ ଲାଗେ। କିନ୍ତୁ ମତେ ଏହା ଶିକ୍ଷା ଦିଏ ଯେ ଆଜି ଯେପରି ବାକ୍ୟ ଥିଲା, ସେ ବାକ୍ୟର ନିଗୁଡ ତତ୍ତ୍ୱ ସମସ୍ତେ ବୁଝିବା ଦରକାର ନିହାତି। ଆମମାନେ କେତେ ଦୃଢ ରହିଛୁ, ଆମମାନେ ଅନେକ ଅନେକ ଦିଆଡେ ହେଇଥାଉ, ଜଗତକୁ ଧରିଥାଉ, ନିଜକୁ ପୁଣି ପ୍ରଭୁଙ୍କ ଆଡେ ଆସିଥାଉ। କିନ୍ତୁ ଭାଇଙ୍କର ସାକ୍ଷ୍ୟ ଦୀର୍ଘ 49 ବର୍ଷର ଚାଲିବା ପ୍ରଭୁଙ୍କ ସହିତ କେମିତି ବି ଚାଲିଛନ୍ତି, ମତେ ବହୁତ ବହୁତ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଭାଇଙ୍କର ବହୁତ ଆଗରୁ ମୁଁ ଅନେକ ଥର ଶୁଣିଛି। ଆଉ ଆଜି ବି ଯେତେବେଳେ ଶୁଣୁଥିଲି, ଆଉ ସାକ୍ଷ୍ୟ ଶୁଣି ନଥିଲି ମୁଁ କେବେ ବି, ଆଜି ସାକ୍ଷ୍ୟ ଶୁଣିଲି। ପରିବାର ଥାଇକି ସବୁ ତ୍ୟାଗ କରି କେବଳ ସୁସମାଚାର ବାଣ୍ଟିବା, ଏହା ସେ ସମୟର କଥାକୁ ମନେ ପକେଇ ଦିଏ, ଯେତେବେଳେ ଯୋହନ ଡୁବକ ଜଙ୍ଗଲରେ ଥିଲେ ଆଉ ଖାଲି କହୁଥିଲେ ମନ ପରିବର୍ତ୍ତନ କର। ଆଜି ବି ଏପରି ଲୋକ ଅଛନ୍ତି ଯୋଉମାନେ ବୟସ ଆପଣଙ୍କର ହେଲାଣି, କିନ୍ତୁ ଏଇ ବୟସ ଯାଏ ଆପଣ ଥକି ନାହାନ୍ତି, ସେଇ ବାକ୍ୟ ବାଣ୍ଟି ଚାଲିଛନ୍ତି। ଆମମାନଙ୍କୁ ଉଦ୍ଦୀପିତ କରୁ, ଆମମାନେ ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ ଯେ ସୁନ୍ଦର ସାକ୍ଷ୍ୟ ପାଇଁ। କେବଳ ନୁହେଁ, ଆମମାନଙ୍କୁ ଆପଣ କେତେ ଗଢି ଆଣିଲେ। ଆମମାନେ ବିଶ୍ୱାସରେ ଯଦି ଦୃଢ ରହିବୁ, ତାହେଲେ ହୁଏତ ଅନେକ ଆତ୍ମା ଆଜି ପୁଣି ଫେରି ଆସିବେ। ପ୍ରେଜ୍ ଦ ଲର୍ଡ। ସୁନ୍ଦର ସାକ୍ଷ୍ୟ ପାଇଁ ଆପଣଙ୍କୁ, ଆପଣ ପରିବାରକୁ, ଆପଣ ନାତି ନାତୁଣୀ ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରୁଛନ୍ତି, ଆଉ କରିଚାଲିବେ, କାରଣ ଆପଣ ବିଶ୍ୱାସରେ ଦୃଢ ଅଛନ୍ତି, ଆଉ ତାଙ୍କୁ ଦୀର୍ଘ ସବୁ କିଛି ତ୍ୟାଗ କରି ଆପଣ ଆଗକୁ ଚାଲିଛନ୍ତି, ଯୋଉଟା କି ଭେରି ଡିଫିକଲ୍ଟ, ଭେରି ଡିଫିକଲ୍ଟ। ସାଧାରଣ ଲୋକ ପାଇଁ, ଆମମାନଙ୍କ ପାଇଁ ଭେରି ଡିଫିକଲ୍ଟ, ସବୁ ତ୍ୟାଗ କରି ଆସିବା। ପ୍ରଭୁ ଆପଣଙ୍କୁ ବହୁତ ବହୁତ ଅନୁଗ୍ରହ କରିଛନ୍ତି। ପୁଣି ପ୍ରଭୁ ଆପଣଙ୍କୁ ଆହୁରି ଆହୁରି ବ୍ୟବହାର କରନ୍ତୁ। ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ।